ଧୈର୍ଯ୍ୟ ରଖ ଆଉ ପରିଶ୍ରମ ଜାରି ରଖ। ଭଲ ଜିନିଷ ହେବାକୁ ସମୟ ଲାଗିଥାଏ। ସେଥିଲାଗି କୁହାଯାଏ ପରିଶ୍ରମର ଫଳ ଦିନେ ନା ଦିନେ ନିଶ୍ଚୟ ମିଳିଥାଏ। ଯେପରି ଚହଲା ପାଣିରେ ଆମେ ନିଜର ପ୍ରତିଛବି ଦେଖିଲେ ତାହା ଭଲ ଭାବରେ ଦେଖାଯାଏ ନାହିଁ, ଠିକ୍ ସେହିପରି ଅସ୍ଥିର ମନରେ କୌଣସି ସମସ୍ୟାର ସମାଧାନ ବାଟ ଆମେ ପାଇପାରି ନଥାଉ। ତେଣୁ ନିଜ ଅସ୍ଥିର ମନକୁ ଶାନ୍ତ ରଖନ୍ତୁ, ଦେଖିବେ ସବୁ ସମସ୍ୟାର ସମାଧାନର ବାଟ ଆପେ ଆପେ ମିଳିଯାଇଥାଏ। କେଉଁଠି ନା କେଉଁଠି କର୍ମଫଳର ଭୟ ସମସ୍ତଙ୍କର ଥାଏ, ନହେଲେ ଗଙ୍ଗା ନଦୀରେ ଏତେ ଭିଡ଼ କାହିଁକି? ଯିଏ କର୍ମକୁ ବୁଝି ସାରିଛି ତାର ଧର୍ମକୁ ବୁଝିବାର ଆବଶ୍ୟକ ନାହିଁ।